ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିକରି ବନ୍ୟା ପାଣି ଛଡ଼ାଗଲା। ଆଜି ସକାଳେ 7ଟା ଗେଟ୍ ଖୋଲାଯାଇଥିବାର ବେଲେ ପରେ ଫେର୍ 7ଟା ଗେଟ୍ ଖୋଲାଯାଇଥିଲା, କିନ୍ତୁ ସବୁ ହେଇକରି 20ଟା ଗେଟ୍ ଖୋଲାଯିବା ବୋଲି ସୂଚନା ମିଳିছে। ଛତିଶଗଡ଼ରୁ ବର୍ଷା ପାଣି ଆସୁଛେ, ମହାନଦୀ ଫୁଲି ଉଠୁଛେ। ପ୍ରତି ସେକେଣ୍ଡରେ 3 ଲକ୍ଷ ଘନଫୁଟ ପାଣି ହୀରାକୁଦ ଜଳଭଣ୍ଡାରକେ ପ୍ରବେଶ କରୁଥିବାର କୁହାଯାଉଛେ। ତ ଆସୁନ୍ ଦେଖମା ହୀରାକୁଦ ଜଳଭଣ୍ଡାରରେ ଗେଟ୍ ଖୋଲୁଥିବାର, ବନ୍ୟା ପାଣି ଛାଡ଼ୁଥିବାର ଦୃଶ୍ୟ।